ଭିଜିଲାନ୍ସ ଦ୍ୱାରା ଗିରଫ ଗୋପାଳପୁର କଲେଜ ଅଧ୍ୟକ୍ଷଙ୍କୁ କୋର୍ଟ ଚାଲାଣ। ଜଣେ ଛାତ୍ରୀଙ୍କ ଠାରୁ 10,000 ଟଙ୍କା ଲାଞ୍ଚ ନେଉଥିବା ସମୟରେ ଥୁଆମୁଲରାମପୁର ବ୍ଲକ ଗୋପାଳପୁର କଲେଜ ଅଧ୍ୟକ୍ଷଙ୍କୁ ଗିରଫ କରିଛି କଳାହାଣ୍ଡି ଭିଜିଲାନ୍ସ। ଆଜି ଭବାନୀପାଟଣାସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ଏନେଇ ସୂଚନା ଦିଆଯାଇଛି। ଗତକାଲି ଗୋପାଳପୁର ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ନବୀନ ସାହୁ ଜଣେ ଛାତ୍ରୀଙ୍କ ନାମ ଲେଖା ଏବଂ ପରୀକ୍ଷାରେ ସହଯୋଗ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡ଼ିଥିଲେ। ଶ୍ରୀ ସାହୁ କଳାହାଣ୍ଡି ଭିଜିଲାନ୍ସ ଡିଏସ୍ପି ପ୍ରଦୀପ କୁମାର ଆଇଣ୍ଡଙ୍କ ନିର୍ଦ୍ଦେଶରେ ଇନ୍ସପେକ୍ଟର ପ୍ରମିଳା ସୁନା, ଏଏସ୍ଆଇ ବେଣୁଧର ବେହେରା, ଷ୍ଟେନୋ ସନ୍ତୋଷ ମହାନ୍ତି ପ୍ରମୁଖ ଏହି ଚଢ଼ାଉରେ ସାମିଲ ଥିଲେ। ଆଜି ଜିଲ୍ଲା ଭିଜିଲାନ୍ସ କାର୍ଯ୍ୟାଳୟରେ ଏନେଇ ସୂଚନା ଦେବା ସହିତ ତାଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତିର ଯାଞ୍ଚ ଚାଲିଥିବା ପ୍ରକାଶ କରିଛନ୍ତି। ଆଜି ଅଭିଯୁକ୍ତ ଅଧ୍ୟକ୍ଷଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆସନ୍ତୁ ଶୁଣିବା ଏନେଇ ଏସ୍ପି ଭିଜିଲାନ୍ସ କ'ଣ କହୁଛନ୍ତି। ବିଷ୍ଣୁଚରଣ ସ୍ୱାଇଁଙ୍କ ରିପୋର୍ଟ, ମସିହା ନ୍ୟୁଜ୍। ଆପଣ ମସିହା ନ୍ୟୁଜ୍ର ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କଲେଣି କି? ଯଦି କରିନାହାନ୍ତି ଏବେ କରିନିଅନ୍ତୁ। ଏହାସହ ମସିହା ନ୍ୟୁଜ୍ର ଫେସବୁକ୍ ପେଜ୍କୁ ଓ ଟ୍ୱିଟରକୁ ଫଲୋ କରନ୍ତୁ। ତା ସହ ମସିହା ନ୍ୟୁଜ୍ର ଏପ୍ ଆସିଗଲାଣି। ନିଜ ମୋବାଇଲରୁ ପ୍ଲେ ଷ୍ଟୋରରୁ ଡାଉନଲୋଡ୍ କରିନିଅନ୍ତୁ। ଜୟ ଜଗନ୍ନାଥ। ପ୍ଲସ୍ ଟୁ ସାଇନ୍ସ ଫାର୍ଷ୍ଟ ଇୟର୍ରେ ଆଡ଼ମିସନ୍ କରିଥିଲେ ଗତ ଅଗଷ୍ଟ ମାସରେ। ସେ 1,500 ଟଙ୍କା ସରକାରଙ୍କ ଧାର୍ଯ୍ୟ ମୁତାବକ ଫିସ୍ ଦେଲେ, କିନ୍ତୁ ତାଙ୍କୁ ଫିଜ୍ର ରିସିପ୍ଟଟା ଦିଆଗଲା ନାହିଁ। ଦିଆଗଲାନି। ସେ ଯେତେବେଳେ ମାଗିଲେ ପ୍ରିନ୍ସିପାଲ୍ ଆମର ଥିଲେ ସେଠି ନବୀନ କୁମାର ସାହୁ, ତାଙ୍କୁ ଯେତେବେଳେ ମାଗିଲେ ସେ କହିଲେ ଆସ ମୋ ଚେମ୍ବରକୁ ଆସ। ଚେମ୍ବରକୁ ଗଲା ପରେ ସେ କହିଲେ ଯେ ତୁମର ରିସିପ୍ଟ ଦିଆଯିବ, ତୁମକୁ 10,000 ଟଙ୍କା ତୁମେ ଆଣିକି ଦିଅ, ତାପରେ ତୁମର 1,500 ଟଙ୍କାର ରସିଦ ଦେବ। ସେ କହିଲେ 10,000 ଟଙ୍କା କ'ଣ ଖର୍ଚ୍ଚ ପାଇଁ? ନାଇଁ, ଯେ କଲେଜର ଖର୍ଚ୍ଚ, ଆଉ ତୁମ ପୁଅ ତୁମ ଝିଅ ପରୀକ୍ଷାରେ ଭଲ ମାର୍କ କେମିତି ରଖିବ, ତା'ର ସାଇନ୍ସ ପାଠ ପଢ଼ୁଛି, ପ୍ରାକ୍ଟିକାଲ୍ ଏକ୍ଜାମ୍ ଅଛି, ତେଣୁ ସେ ବାବଦରେ 10,000 ଟଙ୍କା ତୁମେ ମୋତେ ଦେବ ଆଣିକି। ତାପରେ ସେ କହିଲେ ମୋର ଗରିବ ଲୋକ ଏତେ କେଉଁଠୁ ପାଇବେ ପଇସା, ଟିକେ କମାନ୍ତୁ, ମୁଁ ତ ଜାଣିନି ଏ ଜିନିଷ ସବୁ, ପଇସା ମୋତେ କରିବେ ନାହିଁ। ସେ କହିଲେ ନା 10,000 ଟଙ୍କା ନଦେଲେ ହେବ ନାହିଁ, ତୁମେ 10,000 ଟଙ୍କା ନେଇକି ଆସ। ତାପରେ ସେ କିଛି ଦିନ ସମୟ ନେଲେ 10,000 ଟଙ୍କା ତାପରେ ଆମ ପାଖକୁ ଆସିଲେ, ପରାମର୍ଶ କଲେ। ପରାମର୍ଶ କଲା ପରେ ଆମେ ତାଙ୍କୁ କହିଲୁ ଯେ ସେମିତି ତ କହିଲେ ହେବ ନାହିଁ, ଆମକୁ ପ୍ରମାଣ ଦରକାର। ସେ ମାଗୁଛନ୍ତି, ପ୍ରିନ୍ସିପାଲ୍ ଡିମାଣ୍ଡ କରୁଛନ୍ତି ବୋଲିକରି ଆମକୁ ପ୍ରମାଣ ଦରକାର। ତାପରେ ଆମେ ତାଙ୍କୁ କିଛି ଟିପ୍ସ ଦେବୁ। ତାପରେ ସେଇ ହିସାବରେ ସେ ଗଲେ ପ୍ରିନ୍ସିପାଲ୍ ସାଙ୍ଗରେ କଥାବାର୍ତ୍ତା ହେଲେ। କଥାବାର୍ତ୍ତା କରିବା ବେଳେ ସେ ବି ପୁଣି ଆଉ ଥରେ ଡିମାଣ୍ଡ କଲେ ସେଟାକୁ। ଇଏ ବହୁତ କାକୁତି ମିନତି ହେଲେ ଯେ ମୋତେ ଆଜ୍ଞା 10,000 ଟଙ୍କା କମେଇ ଦିଅନ୍ତୁ କିଛି। ସେ କହିଲେ, ମନା କଲେ। ତାପରେ ସେ ଯେଉଁ କଥାବାର୍ତ୍ତା ତାଙ୍କର ପ୍ରିନ୍ସିପାଲ୍ ସାଙ୍ଗରେ ହେଲା ଅଭିଯୋଗକାରୀଙ୍କର, ସେଟାକୁ ସେ ନିଜ ମୋବାଇଲରେ ରେକର୍ଡ଼ କରିକି ରଖିଲେ। ରେକର୍ଡ଼ କରି ରଖିଲା ପରେ ଆମ ପାଖକୁ ଆସିଲେ। ଆମ ପାଖରେ ଗୋଟେ ଦରଖାସ୍ତ ଦେଲେ, ଯେଉଁଟାକି ଆମର କେସ୍ ନମ୍ବର ହେଲା କୋରାପୁଟ ଭିଜିଲାନ୍ସ କେସ୍ ନମ୍ବର 14-17 ହେଲା, ଯେଉଁଟାକି ଆମେ 17 ତାରିଖରେ ରେଜିଷ୍ଟ୍ରେସନ୍ କଲୁ। ତାପରେ ଆମର ଭିଜିଲାନ୍ସ ଟିମ୍ ହେଇକରି ଆମର ଭବାନୀପାଟଣା ଡିଏସ୍ପି ଯିଏ ଅଛନ୍ତି ପିକେ ଆଇଣ୍ଡ, ତାଙ୍କ ଲିଡରସିପ୍ରେ ଗୋଟେ ଭିଜିଲାନ୍ସ ଟିମ୍ ଫର୍ମେସନ୍ କରାହେଲା। ତାଙ୍କୁ ପଠାହେଲା ସେଇ ଜାଗାକୁ। ଆମର ଯୋଜନା ମୁତାବକ ତାଙ୍କୁ ପଠାଇଲୁ ଭିତରକୁ ଅଭିଯୋଗକାରୀଙ୍କୁ, ପଇସା ଦେଇକରି ରଙ୍ଗଗୋଳା ପଇସା ଦେଲା ପରେ ସେ ଯେତେବେଳେ ଗଲେ ପ୍ରିନ୍ସିପାଲ୍କୁ ଦେଲେ। ପ୍ରିନ୍ସିପାଲ୍କୁ ପଚାରିଲେ ତାଙ୍କୁ ଯେ ଟଙ୍କା ଆଣିଛ କି, ଯେଉଁ ଖର୍ଚ୍ଚ କରିବା, ଯେଉଁ ତୁମର ଭଲ ମାର୍କ ପାଇବା ପାଇଁ ଆଉ ଝିଅର ରିସିପ୍ଟ ନେବା ପାଇଁ ପଇସା କହିଥିଲେ, ଆଣିଛ କି? କହିଲେ ହଁ ଆଜ୍ଞା ଆଣିଛେ। ତାହେଲେ ହଉ ଠିକ୍ ଅଛି ଦିଅ। ତାପରେ ଦେଲେ। କେତେ ଅଛି ନା 10,000 ଟଙ୍କା ଅଛି। ସେ ତାକୁ ନେଲେ, ଗଣିଲେ, ନିଜେ ଦୁଇ ହାତ ଲଗେଇକି ଗଣିଲେ, ତାପରେ ଟେବୁଲକୁ ରଖିଦେଲେ। ଆମର ଯୋଜନା ମୁତାବକ ଆମର ତାପରେ ଖବର ଆମକୁ ହେଲା ଯେ ପ୍ରିନ୍ସିପାଲ୍ ଟଙ୍କା ତାଙ୍କଠୁ ମାଗିକି ରଖିଲେ। ଆମର ଟିମ୍ ସାଙ୍ଗେ ସାଙ୍ଗେ ସେଠି ପହଞ୍ଚିକି ଟଙ୍କା ଉଦ୍ଧାର କଲେ। ତାଙ୍କ ହାତ ଦୁଇଟା, ବାମ ହାତ ଡାହାଣ ହାତର ଧୁଆ କରାଇଲେ। ୱାଶ ହେଲା ପରେ ତାକୁ କେମିକାଲ ଡିରେକ୍ସନରେ ନାଲି ପାଣି ବାହାରିଲା। ଟେବୁଲ ଉପରେ ରଖିଥିଲେ, ସେଟା ବି ୱାଶ ହେଲା, ନାଲି ପାଣି ବାହାରିଲା। ତେଣୁ ତାପରେ ପରେ ଆମେ ତାଙ୍କର ମାଗିଲୁ ସେ ଯେଉଁ ଅରିଜିନାଲ ରସିଦଟା ଆପଣ ରଖିଛନ୍ତି ସେ ଝିଅର ରସିଦଟା ଦିଅନ୍ତୁ। ସେ ଝିଅ ରସିଦଟା ତାଙ୍କ ଆଲମାରିରୁ ବାହାର କରିକି ଦେଲେ। ଆନୁଷଙ୍ଗିକ କାଗଜପତ୍ର ଆମର ମଧ୍ୟ ଜବତ ହେଲା। ଜବତ ହେଲା ପରେ ଯେହେତୁ ଆମେ ପାଇଲୁ ପ୍ରମାଣ, ପ୍ରମାଣ ପାଇଲୁ, ତାଙ୍କୁ ଗିରଫ କରାହେଇଛି। ପ୍ରିନ୍ସିପାଲ୍ ଯିଏ ଆମର ଗୋପାଳପୁର ହାୟର ସେକେଣ୍ଡାରୀ ସ୍କୁଲ କଲେଜର ନବୀନ କୁମାର ସାହୁଙ୍କୁ ଆଜି ତାଙ୍କୁ କୋର୍ଟ ଚାଲାଣ କରାହେଉଛି। ପୂର୍ବ ରେକର୍ଡ କିଛି ଥିଲା? ଆଜ୍ଞା, ପୂର୍ବ ରେକର୍ଡ ଏମିତି କିଛି ଥିଲା? ପୂର୍ବ ରେକର୍ଡ କିଛି ନାହିଁ। ଆମର ଟ୍ରାପ୍ ହେଲା ପରେ ତାଙ୍କର ଆମର ଯେଉଁ ରହିଛି, କାଳେ ଆଉ କିଛି କାଗଜପତ୍ର କଲେଜର କେଉଁଠି ରଖିଥିବେ କି ବୋଲିକି କଲେଜ ଚେମ୍ବର ତାଙ୍କର ଯେଉଁ ରେସିଡେନ୍ସ ଅଛି ଘର ଏଇଠି ଆମର ମେଦିନୀପୁର ଛକ ପାଖରେ ଆଦର୍ଶ ନଗର, ସେଇଟା ବି ଆମର ସର୍ଚ୍ଚ କରାହେଲା। ଆଉ ଆନୁଷଙ୍ଗିକ କାଗଜପତ୍ର ସେମିତି ଯେଉଁଠି ନ ପାଇବାରେ
ସମ୍ପତ୍ତି ବାଡ଼ି କିଛି ଆମେ ଠାବ କରିଛୁ ତାଙ୍କୁ ଯେହେତୁ ଆଜିଠୁ 3 ଦିନ ଛୁଟି ପଡ଼ିଯାଉଛି ଟିକେ ଅସୁବିଧା ହେଲା ଆମର ବ୍ୟାଙ୍କ ଫ୍ୟାଙ୍କ ରିଗାର୍ଡ଼ିଂ ଆମର ଟ୍ରାଞ୍ଜାକ୍ସନ୍ କ'ଣ ହେଇଛି ନ ହେଇଛି ଘରଟା ଆମର ଲୋକାଲ ଇଞ୍ଜିନିୟର ନେଇକି ଏଷ୍ଟିମେଟ୍ କରୁଛନ୍ତି ଘର ହଁ ସେ ସମ୍ଭାବନା ରହିଛି ବୋଲିକି ଆମେ ସେଟା ଭାବିକି ଯାଇଥିଲୁ ଆଉ ସେଇଟା ବ୍ୟାଙ୍କରୁ ନ ପାଇଲା ପର୍ଯ୍ୟନ୍ତ ଆମେ କହିପାରିବୁନି ଏ ପର୍ଯ୍ୟନ୍ତ